नारायण 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 श्रीमन्नारायण नारायण नारायण हरि नारायण 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 हरि नारायण 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 श्रीमन्नारायण नारायण नारायण हरि नारायण 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 हरि नारायण 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 श्रीमन्नारायण नारायण नारायण ये तो महिषासुर जेनाबड़ीपुर राजवास छाड़ी एठी तपस्या करिवार उद्देश्य नारायण 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 दानव पुरी तपस्या नारायण नारायण निश्चय आगक किछि अघटन घटिवार अछि जाए ए संवादटा देवता मानकु देई आसे नारायण नारायण असंत देवगण मोर अमरावतीर इंद्रपुरी मु समस्त को स्वागत जनाऊँ। देवराज इंद्र समुद्र मंथन पर अमृत पान करी देवता माने अमर हो जाती। केवल सेतिक नुहे देवेंद्र स्वर्गर ऐरावत हस्ती चेश्रवा अश्व आमर ई स्वर्गपुरी को मंडन करुचंती देवेंद्र। वरुण देव समुद्र मंथन आउ एक पूर्वदान पारिजात पुष्प कि सुंदर कि कोमल देखिले मन प्राण थरी देवगण मो मतरे समुद्र मंथनर अपूर्व दान होची रंभा नारी जी कि तार अपूर्व नृत्य गीत आमर ए अमरावती रे आनंदर लहरी खेलाई देइछि। नारायण 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 देवश्री नारद से आनंदर लहरी आउ बेसी दिन खेलिबनी सुरपति ए कथा काहे कहउचंती देवश्री? ब्रह्मांड ठारू अमरत्व लाभ करिबा पाई महिषा दीर्घ कालरू तपस्या आरंभ करि देलाणी। तपस्या करू महिषा तपस्या करू सेथिरे पुणी हम देवगणଙ୍କର चिंता करिबार कोन अछि देवश्री? नारायण 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 अच्छी अच्छी बाबा इंद्र अच्छी तुम्हें माने तो अमृत पान करी अमरावती रे निश्चिंत रे बसी जाइछ हेले थरे चिंता करिछ महिषा जदि ब्रह्मांड ठारू अमरत्व लाभ करे तुम देवता मानकर अवस्था कौन हेब थरे चिंता करिछ। महर्षि नारद तेबे उपाय उपाय नारायण नारायण मुळु माइले जीव सरी दानव संगे किंपा करी नारायण नारायण नारायण
ଦେବରାଜ ଇନ୍ଦ୍ର ମହର୍ଷି ନାରଦ ଯାହା କହିଗଲେ ଅକ୍ଷରେ ଅକ୍ଷରେ ସତ। ଦାନବ ମାନଙ୍କୁ ହେୟ ଜ୍ଞାନ କରିବା ଅତି ଉଚିତ ନୁହେଁ ପ୍ରଭୁ। ହଁ ଦେବରାଜ, ଆମେ ଯେକୌଣସି ପ୍ରକାର ତାର ତପସ୍ୟା ଭଗ୍ନ କରିବାକୁ ହେବ। ଚିନ୍ତା କରନି ଦେବଗଣ, ଏହାର ଆମେ ଉଚିତ ବିଧାନ ବାହାର କରିବା। ଚିନ୍ତା କରନି, ଚାଲନ୍ତୁ। যেতে দিন ওই সিংহাসন শূন্য পড়িথিব, দানব শ্রেষ্ঠ মহিষাঙ্ক বিনা আম রাজ্য আজ বিহীন হয়ে পড়ছে। ঠিক কথা কইছ শুভ, মো মধ্য সে অনুভব করুছি। দানব রাজাঙ্কর অনুপস্থিতি আম সমস্তଙ୍କୁ ম্রিয়মাণ করে দিয়েছি। ହଁ ନିଶୁମ୍ଭ, ତାଙ୍କ ବିନା ଏ ରାଜପୁରୀ, ଏ ଐଶ୍ୱର୍ଯ୍ୟ, ଏ ସମ୍ପଦ ସବୁ କିଛି ତୁଚ୍ଛ ପରି ମନେ ହେଉଛି। ଦାନବ ରାଜାଙ୍କର ଶୂନ୍ୟ ସିଂହାସନକୁ ଦେଖିଲା ମାତ୍ରେ ମୋ ବକ୍ଷ ବିଦୀର୍ଣ୍ଣ ହୋଇଯାଉଛି। ଜେନାବଳୀପୁରର ପ୍ରଜାମାନେ ମଧ୍ୟ ତାଙ୍କରି ଆସିବା ବଟକୁ କାକୁସ୍ଥ ନୟନରେ ଯାଇଛନ୍ତି। ହେଲେ ହେଲେ କାହାରି ମୁଖରେ ହସ ନାହିଁ, କି ଖୁସି ନାହିଁ, କି ଆନନ୍ଦ ନାହିଁ, କି ଶାନ୍ତି ମଧ୍ୟ ନାହିଁ। କିନ୍ତୁ ସମସ୍ତେ ଜାଣି ରଖ, ଦାନବ କୁଳର ମଙ୍ଗଳ ପାଇଁ ଦାନବ ଶ୍ରେଷ୍ଠ ମହିଷାସୁର କଠୋର ତପସ୍ୟାରେ ମଗ୍ନ ହୋଇଛନ୍ତି। କିନ୍ତୁ ଆଉ ତାଙ୍କର ସେ ତପସ୍ୟା ଯେତେବେଳେ ସଫଳ ହେବ, ଆମେମାନେ ନିଜକୁ ଗୌରବାନ୍ୱିତ ମନେ କରିବୁ। କିନ୍ତୁ କେବେ କେଉଁଦିନ ତାଙ୍କ ତପସ୍ୟା ସଫଳ ହେବ? ଦିନକୁ ଦିନ ରାଣୀ ଚନ୍ଦ୍ରାବତୀଙ୍କ ମାନସିକ ଅବସ୍ଥା ବଦଳିବାରେ ଲାଗିଛି, ଅସ୍ଥିରତା ବଢି ଚାଲିଛି। ମୁଁ ତୁମ କଥା ବୁଝିପାରୁଥିଲି ଶୁମ୍ଭ। ତେବେ ଆସ, ଆମେ ମହାମନ୍ତ୍ରୀଙ୍କୁ ଅନୁରୋଧ କରି କହିବା, ସେ ମହାରାଣୀଙ୍କୁ ବୁଝେଇବେ। ଆସ। ଠିକ ଅଛି ଶୁମ୍ଭ, ଚାଲ। ବିତିଗଲା, ହେଲେ ଦାନବ ରାଜାଙ୍କର ତପସ୍ୟାର ଅନ୍ତ ନାହିଁ। ସେ କେଉଁ ଜାଗାରେ ଏକାକୀ କେତେ କଷ୍ଟ ପାଉଥିବେ, କେତେ ଯେ ଯନ୍ତ୍ରଣା ଭୋଗ କରୁଥିବେ। ହେଲେ କିନ୍ତୁ ମୁଁ ତାଙ୍କ ଦୁଃଖରେ ଭାଗି ହେଇପାରୁନାହିଁ। মহারানী, 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 কিଏ? ମହାମନ୍ତ୍ରୀ ଅନ୍ଧକ ମହାରାଜା ଫେରି ଆସିଛନ୍ତି କି? ତାଙ୍କର ତପସ୍ୟା ସଫଳ ହୋଇଛି କି ମହାମନ୍ତ୍ରୀ? ଦାନବ ରାଜାଙ୍କର ଦୀର୍ଘ ଦିନର ଅନୁପସ୍ଥିତିରେ ଆପଣଙ୍କ ହୃଦୟକୁ ମର୍ମାହତ କରୁଛି। ଏ କଥା ମୁଁ ମର୍ମେ ମର୍ମେ ଅନୁଭବ କରୁଛି ମହାରାଣୀ। କିନ୍ତୁ 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 ପୁଣି କ'ଣ ମହାମନ୍ତ୍ରୀ? ଆପଣଙ୍କୁ ଆନନ୍ଦିତ କଲା ଭଳି ସୁସମ୍ବାଦ ମୋ ପାଖରେ କିଛି ନାହିଁ ମହାରାଣୀ, ମୋ ପାଖରେ କିଛି ନାହିଁ। ତାମାନେ ରାଜା ଫେରି ଆସିନାହାନ୍ତି କି? ସଫଳ ହୋଇନି କି ମହାମନ୍ତ୍ରୀ? ନା ନା ମହାରାଣୀ, ସେମିତି ଦୁଶ୍ଚିନ୍ତା ମନକୁ ଆଣନ୍ତୁ ନାହିଁ। ଦେଖିବେ, ଦାନବ ରାଜା ନିଶ୍ଚୟ ତପସ୍ୟାରେ ସଫଳ ହୋଇ ଫେରି ଆସିବେ ମହାରାଣୀ। କେବେ? ଆଉ କେତେ ଦିନ? କେବେ ସଫଳ ହେବ ମହାମନ୍ତ୍ରୀ? ଐଶ୍ୱର୍ଯ୍ୟର ମରିଚିକା ଭିତରେ ଏକା ମୁଁ
କେତେ ଦିନ ଏମିତି ନିର୍ଜୀବ ଜୀବନ ଯାପନ କରୁଥିବି ମହାମନ୍ତ୍ରୀ। ଧୈର୍ଯ୍ୟ ହରା ହୁଅନ୍ତୁ ନାହିଁ ମହାରାଣୀ। ଦେଖିବେ ନିରାଶାର ଅନ୍ଧକାର ମଧ୍ୟରେ ଦିନେ ନା ଦିନେ ସୁଖର ଚନ୍ଦ୍ରମା ଉଦିତ ହେବ। ପ୍ରତୀକ୍ଷାର ଅବସାନ ଘଟିବ ମହାରାଣୀ, ପ୍ରତୀକ୍ଷାର ଅବସାନ ଘଟିବ। କିନ୍ତୁ ମହାମନ୍ତ୍ରୀ ପ୍ରତୀକ୍ଷା ଯଦି ଉପେକ୍ଷାରେ ରୂପାନ୍ତରିତ ହୁଏ ତାହେଲେ ମୁଁ କହିବି ଏ ସୃଷ୍ଟିରେ ତପସ୍ୟା ଭଳି ଗୋଟିଏ ପୁଣ୍ୟ କର୍ମର କିଛି ମହତ୍ଵ ନାହିଁ ମହାରାଣୀ, କିଛି ମହତ୍ଵ ନାହିଁ। ଆପଣଙ୍କ ଚିନ୍ତାଧାରା ମୋ ଉଦ୍ବେଗକୁ କିଛି ମାତ୍ରାରେ ପ୍ରଶମିତ କରିଛି ସତ, କିନ୍ତୁ ଏହା କ୍ଷଣସ୍ଥାୟୀ ନୁହେଁ ତ ମହାମନ୍ତ୍ରୀ। ମୋର ଦିବ୍ୟ ଚକ୍ଷୁ ବଳରେ ମୁଁ ଜାଣିପାରୁଛି ମହାରାଣୀ, ମହତ କାର୍ଯ୍ୟ ବିଳମ୍ବିତ ସ୍ୱାଭାବିକ। ଦେଖିବେ ଦାନବ ଶ୍ରେଷ୍ଠ ମହିଷା ତପସ୍ୟାରେ ସଫଳ ହୋଇ ଏକାନ୍ତରେ ନିଜ ପ୍ରାସାଦକୁ ଫେରି ଆସିବେ ମହାରାଣୀ, ଫେରି ଆସିବେ। ଆପଣଙ୍କ ମୁଖ ନିଃସୃତ ବାଣୀ ସତ୍ୟ ହେଉ ମହାମନ୍ତ୍ରୀ। ମୁଁ ଆସୁଛି ମହାରାଣୀ, ଆପଣ ଅନ୍ତଃପୁରକୁ ଯାଇ ବିଶ୍ରାମ ନିଅନ୍ତୁ। ମୁଁ ଆସୁଛି।